যদি গোटे ଗୋମାତା ତାଙ୍କ ଘର ସାମ୍ନାରେ ଗୋବର ପକେଇଦେଲା ଝାଡ଼ା କରିଦିଅନ୍ତି ତାହେଲେ ସେଇ ସମୟରେ ଲୋକ କହୁଛନ୍ତି ଗନ୍ଧୁଛି, ବାଡ଼ି ଧରିକି ତାକୁ ବାଡ଼େଇକି ଭଗେଇ ଦେଉଛନ୍ତି। କିନ୍ତୁ ଗୋମାତା କେତେ ମୂଲ୍ୟବାନ ସେମାନେ ବୁଝିପାରୁନାହାନ୍ତି। ପ୍ରତ୍ୟେକ ଘରେ ଯେତେବେଳେ ମାର୍ଗଶିର ମାସରେ ଗୁରୁବାର ହୁଏ କିମ୍ବା ଘର ପୂଜା ହୁଏ କି ହୋମ ହୁଏ କିମ୍ବା କୌଣସି ପ୍ରକାର ଘର ପ୍ରତିଷ୍ଠା ହୁଏ ସେଇଠି ଗୋବର ଟିକେ ନିତାନ୍ତ ଆବଶ୍ୟକ। ସେଇ ଗୋବର ଟିକେ କେଉଁଠୁ ପାଇବେ? ଗାଈକୁ ଗୋମାତାଙ୍କୁ ଗୋଟେ ଗୃହପାଳିତ ପଶୁର ଆଖ୍ୟା ଯିଏ ବି ଦେଇଛି ମୁଁ ତାଙ୍କୁ କହିବି ସେ ଭୁଲ ଦେଇଛି। କାହିଁକି ନା ଅନ୍ୟ ସମସ୍ତ ଏଇ ସମାଜରେ ସାରା ବିଶ୍ୱରେ ଯେତିକି ଜୀବଜଗତରେ ଯେତିକି ପ୍ରାଣୀ ଅଛନ୍ତି ମନୁଷ୍ୟଠୁ ଆରମ୍ଭ କରି ଅନ୍ୟ ପଶୁ ପକ୍ଷୀ ବି ରହିଛନ୍ତି ତାଙ୍କର ପରିସ୍ରା ଏବଂ ମଳକୁ ଯେଉଁ ତ୍ୟାଗ କରନ୍ତି ତାକୁ ବର୍ଜ୍ୟବସ୍ତୁ ଭାବରେ ଫିଙ୍ଗି ଦିଆଯାଏ। କିନ୍ତୁ ଗୋମାତାଙ୍କ ପରିସ୍ରା ହଉ କିମ୍ବା ଗୋବର ହଉ ତାକୁ ବ୍ୟବହାରରେ ଲଗାଯାଏ। କେତେବେଳେ ଗୋମାତା ଛଣ ଖାଉଥିଲେ, ଘାସ ଖାଉଥିଲେ, ଘାସ ନାହିଁ ପ୍ଲାଷ୍ଟିକ ଖାଉଛନ୍ତି, ସେ ମଳର ଅବସ୍ଥା କେତେ ଖରାପ ଜାଣିଛନ୍ତି?